ମା ହେବା ପରେ ଏବେ କୁନି ଝିଅର ଯତ୍ନ କେମିତି ନେଉଛନ୍ତି ଜିନା ଆସନ୍ତୁ ଆଜିର ଏହି ଭିଡିଓ ମାଧ୍ୟମରେ ଜାଣିବା। ତ ଫ୍ରେଣ୍ଡସ୍ ଆପଣମାନେ ତ ସମସ୍ତେ ଜାଣିଥିବେ ଓଡ଼ିଆ ସିରିଏଲ ଜଗତର ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଜିନା ସାମଲ। ତ ଜିନାଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ। ତ ବର୍ତ୍ତମାନ ସମୟରେ ଜିନା ଏବେ ମା ହୋଇଛନ୍ତି। ମା ହେବା ପରେ ଜିନା ଏବେ ବହୁତ ଖୁସି ଅଛନ୍ତି। ଆଉ ତାଙ୍କ ଘରକୁ ଆସି ସାରିଛନ୍ତି। ହସ୍ପିଟାଲରୁ ଏବେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଜିନା। ଆଉ ଏହା ପରେ ତାଙ୍କ ଘରେ ଗୃହ ପ୍ରବେଶ କରିଥିଲେ। ଆଉ ଏହା ପରେ ତାଙ୍କ ଘରେ ଖୁସିର ଲହରୀ ମାଡ଼ି ଆସିଛି। ତେବେ ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଜିନାଙ୍କୁ ସମସ୍ତେ ଜାଣିଥିବେ। ହଲିଉଡର ବେଶ ନାଁ କରିପାରିଥିଲେ ଜିନା। ଜିନାଙ୍କ ଅଭିନୟକୁ ଆଜି ପର୍ଯ୍ୟନ୍ତ ବି ଦର୍ଶକମାନେ ଭୁଲି ପାରିନାହାନ୍ତି। ବାହାଘରର 7 ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ମା ହୋଇନଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଗତ କିଛି ଦିନ ତଳେ ତାଙ୍କର ମା ହୋଇଛନ୍ତି। ଗୋଟେ କନ୍ୟା ସନ୍ତାନକୁ ଜନ୍ମ ଦେଇ ସେ ବହୁତ ଖୁସି ଅଛନ୍ତି। ଆଉ ଗତ ଦିନମାନଙ୍କରେ ଯେତେବେଳେ ତାଙ୍କୁ ଗୋଟେ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ସେ କାହିଁକି ମା ହେଉନାହାନ୍ତି, ସେ କହିଥିଲେ ଏ କୋରୋନା ପିରିୟଡ ତ ନିଜେ ତ ବଞ୍ଚିବା କଷ୍ଟକର ହୋଇପଡୁଛି, ତାହା ଭିତରେ ପୁଣି ଗୋଟେ ପିଲାକୁ ଜନ୍ମ କରିବା ଏଟା ବହୁତ ମୁସ୍କିଲ ହୋଇପଡିବ। ଏମିତି କିଛି ତାଙ୍କ ଫ୍ୟାନ୍ସ ମାନଙ୍କୁ ତାଙ୍କର ପ୍ରତି ଉତ୍ତର ରଖିଥିଲେ। ତ ଜିନା ଏବେ ବହୁତ ଖୁସି ଅଛନ୍ତି ମା ହେବା ପରେ। ଜିନା ଏବେ ତାଙ୍କ ପରିବାର ଲୋକମାନେ ବହୁତ ଖୁସି ଅଛନ୍ତି। ଅଲିଉଡରେ ବହୁତ ସାରା ଛୋଟ ବଡ ପାର୍ଟି ମଧ୍ୟ ଦେଉଛନ୍ତି ଜିନା। ଆଉ ତାଙ୍କ ଝିଅର 21ରେ ତାଙ୍କ ଝିଅର ନାମକରଣ କରିବେ। ଆଉ ଏହି ନାମକରଣରେ ତାଙ୍କ ଝିଅର କଣ ନାମ ଦେବେ ଏ ସମ୍ପର୍କରେ ଆପଣମାନଙ୍କର ମତାମତ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଜିନା ତାଙ୍କ ଝିଅର ନାମ କଣ ଦେଲେ ଆପଣମାନେ ଖୁସି ହେବେ? ଆପଣମାନଙ୍କର ମତାମତ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।